ପୁରା ଏଇ ଜାଗାରେ ହିଁ ପୋତା ହେଇଥିଲା। ତ ଷଣ୍ଢ ଦୁଇଟାକୁ ଏଇଠି ପୋତା ହେଇଛି। ତ ସବୁ ଉପରକୁ ଆସିଛନ୍ତି ଏ ସାଇଡ୍ ସେ ସାଇଡ୍ ପଡିଛି। ସେ ସାଇଡ୍ ରେ ଏଟା ପଡୁଛି ବଡ ଷଣ୍ଢ, ଏଟା ଛୋଟିଆ ଷଣ୍ଢ। ତ ଅଲରେଡି ଯାଇଛି ସରି। ସାଙ୍ଗମାନେ ଆଉ ଏକ ନୂଆ ବ୍ଲଗ ରେ ଆପଣଙ୍କୁ ମୁଁ ସ୍ୱାଗତ ଜଣାଉଛି। ତ ଆଜି ମୁଁ ଆସିଛି ଆମ ଛାଉବଣକୁ, କାହିଁକି ନା ଏଇ 2 ଦିନ ତଳେ ଆମ ଗାଁରେ ଜଣଙ୍କ ଘରେ ମାନେ 2ଟି ଷଣ୍ଢ ମାନେ ମରି ଯାଇଥିଲା। ତ କଣ ପାଇଁ ମରିଥିଲା ତ ଲୋକ କହୁଛନ୍ତି ଯେ ମାନେ ଇଲେକ୍ଟ୍ରିରେ ମରିଛି, ଆଉ କିଛି ଲୋକ କହୁଛନ୍ତି ଯେ ବାଇଗଣ ବାଡ଼ିର ଯେ ଔଷଧ ମାରିଥିଲେ ତ ସେଇଥିପାଇଁ ମାରିଛି, ମାନେ ମରିଯାଇଛି। ତ ସେଇଥିପାଇଁ ଆମେ ମାନେ ତାଙ୍କର ତ ମରିଯାଇଥିଲା ପଡିଲ ଷଣ୍ଢକୁ ନେଇକି ଆମେ ପୋତି ଦେଇଥିଲେ, ଘର ବାଲା ପୋତି ଦେଇଥିଲେ। ତ ସେଇଟା ପୋତି ସାରିଲା ପରେ ତ କଣ ତରଫରୁ ଉପରୁ ଆସିକି ଆପରେ ତାକୁ କାଢା ଯିବ, କାଢିକି ମାନେ ତାଙ୍କ କିସ ମାନେ କାମ ଖବର କିସ ଆସିଛନ୍ତି। ତ ମୁଁ ସେଠିକି ବି ଆସିଛି। ତ ଦେଖାଯାଉ କଣ ଚାଲିଛି କିସ, ମୁଁ ଚାଲିଛି। ତ ଦେଖିବାରେ ଝାଉବଣ ଫୁଲ, ପୁରା ଲୋକ ପୁରା ଭର୍ତ୍ତି ଝାଉବଣର। ତ ଆଗରେ ଚାଲିଛି ଜେସିବି। ତ ଲୋକମାନେ ବି ଯାଉଛନ୍ତି। ତ କଣ ପୋଲିସ ବି ଆସିଛନ୍ତି, କଣ କିସ ହେଇଛି ତ ଜାଣିନି। ତ ଡିଟେଲ୍ସ ଜାଣିନବା ଆଗକୁ କଣ ଚାଲିଛି। ତ ଦେଖେଇବି ମୁଁ ଆପଣଙ୍କୁ। ତ କେତେ ମାନେ ଆମ ଗାଁର ଲୋକ ବି ବହୁତ ଅଛନ୍ତି, ଆଉ ଉପରକୁ ବି ପୋଲିସ ମାନେ ବି ଆସିଛନ୍ତି, ଆଉ ଡକ୍ଟର ବି ଆସିଛନ୍ତି। କଣ ହବ ଦେଖାଯିବ, ମୁଁ ଆପଣଙ୍କୁ ଆଗକୁ ବି ଦେଖେଇବି। ଡକ୍ଟର ବି ଆସିଛନ୍ତି। ତ ଆଗରେ ଆମ ବାଲିଆପାଳ ହେଡ୍ ଆମ ବଜରଙ୍ଗୀ ଦଳ ଆସିଛନ୍ତି। ତ ୟାଙ୍କୁ ତ ଜାଣିଥିବେ, ବହୁତ ଥର ବି ଦେଖିଥିବେ, ମୁଁ ଦେଖେଇବି। ତ ଆଗକୁ ତ ସେଠି ଯାଉଛନ୍ତି। ତ ସେଠି ଗଲା ପରେ ଆପଣଙ୍କୁ ମୁଁ ଦେଖେଇବି କଣ କଣ ହେଇଛି। ତ ବାଇଟ୍ ବି ନବା, କଣ ବି ହେଇଛି ତ ସମସ୍ତଙ୍କୁ ପଚାରି ନବା। ତ ଚାଲନ୍ତୁ ଦେଖିବା କଣ ହଉଛି। ତ କେତେ ଦେଖିବା ଲୋକମାନେ କେତେ ବି ଆଗରେ ମାନେ ଫୁଲ ଝାଉବଣ, ବହୁତ ଲୋକ ବି ଆସନ୍ତି, ନିହାତି 50 ଜଣ ପାଖାପାଖି। ତ ଚାଲନ୍ତୁ ଦେଖିବା। ଡକ୍ଟର ବାବୁ ଏଠି ରହିଗଲେ ଯେ, ଡକ୍ଟର ତ ଆଗରେ ଚାଲିଛନ୍ତି। ଡକ୍ଟର ରହୁଛନ୍ତି ଆମ ଗାଉଁଲି ଡାକ୍ତର। ତ ଏଇ ଜାଗାରେ ମାନେ ଯେଇଠି ଷଣ୍ଢକୁ ପୋତା ହେଇଛି, ତ ଏଇଠି ତ ସମସ୍ତେ ବି ଅଛନ୍ତି। ତ ଗାଁ ଲୋକ ଆଉ ବାହାର ଲୋକ ବି ଆସିଛନ୍ତି। ତ କେତେ ଲୋକ ବି ଦେଖିପାରୁଥିବେ। ତ ଏଇଠି ତ ଆମର ପୋତା ଯାଇଛି ଷଣ୍ଢକୁ, ତ ଏଇ ଏରିଆର। ତ ଏଇଠି ସମସ୍ତେ ବି ଆସିଛନ୍ତି। ତ ଜେସିବି ତ ଆସି ଯାଇଛନ୍ତି, ଏଠି ବି ପୋଲିସ ଫୋର୍ସ ବି ଠିଆ ହେଇଛନ୍ତି। ତ ପୁରା ଆନେ ତ ଜାଣିପାରିବେ। ତ ଏଇଟା ସମୁଦ୍ର ଉପକୂଳ ମାନେ ଇଏର ଅଛନ୍ତି, ତ ଜାଣିବେ। କେତେ ଲୋକ ବି ଦେଖିବେ, ପୁରା ଫୁଲ। କଣ ହେଇଛି ପଚାରିବି ନବା। ଭାଇ ତ ଠିଆ ହେଇଛନ୍ତି ସେଠି। ଏଠି ସବୁ ଡକ୍ଟର ବି ଆଇଛନ୍ତି, ଯାଜପୁରରୁ ବି ଆସିଛନ୍ତି, ଏଠି ପୋଲିସ ଫୋର୍ସ ଭାଇ ମାନେ ତ ଅଛନ୍ତି। ତ ଗାଁ ଭାଇ ଆଉ ମାନେ ବାଲିଆପାଳରୁ ବି ଆସୁଛନ୍ତି କେତେ ଲୋକ ବି। ତ ସେଠି ଜେସିବି ର ବି କାମ ଚାଲିଛି, ଦେଖୁଥିବେ। ତ ଏବେ ଖୋଳା ଯିବ ପୁରା। କଣ କିସ ହେଇଛି ତ ଆପଣଙ୍କୁ ପରେ ମାନେ ଜଣଙ୍କୁ ବାଇଟରେ ନବା। ତ କଣ କିସ ହେଇଛି ଜାଣିନବା। ଦେଖିବାକୁ ପୁରା ଖୋଳା ବି ଚାଲିଛି। ତ ଏଇ ଦେଖିବାକୁ ପୁରା ଏଇ ଜାଗାରେ ହିଁ ପୋତା ହେଇଥିଲା। ତ ଷଣ୍ଢ ଦୁଇଟାକୁ ଏଇଠି ପୋତା ହେଇଛି। ତ ସବୁ ଉପରକୁ ଆସିଛନ୍ତି ସେ ଲୋକମାନେ, ସେ 2 ଜଣ ଆସିଛନ୍ତି ଯାଜପୁରରୁ। ତ ଲୋକ ଦେଖନ୍ତି, ପୁରା ଗାଁର ଲୋକ ବି ମାନେ ରୁଣ୍ଡ ହେଇଗଲେଣି କେତେ। ସେଠି ଅଛନ୍ତି ପୋଲିସ। ତ ଭାଇମାନେ ତ ଅଛନ୍ତି। ତ 3 ଦିନ ହେଲାଣି ତ ଦେଖିବେ ପୁରା। ତ ଖୋଳା ଯାଇଥିଲା, ଖୋଳା ଯାଇଲା ପରେ ଦେଖାଯାଇଛି 2ଟା ଷଣ୍ଢ ଏଇଠି ତ ପୋତା ହେଇଛି, ଦେଖାଯାଇଛି ପୁରା। ଆହୁରି ତ ସାଇଡ କରୁଛନ୍ତି, ଯାହା ତା କିଛି କହୁଛନ୍ତି, ଦେଖୁଛୁ ଆମେ। ଦେଖୁଛୁ ତ ଅଛି ଲୋକ କେତେ ଫୁଲ ପୁରା। ଅଲରେଡି ଖୋଳା ବି ସରିଯାଇଛି ପୁରା। 2ଟି ଷଣ୍ଢ ଏ ସାଇଡ ସେ ସାଇଡ ପଡିଛି। ସେ ସାଇଡ ରେ ପଡୁଛି ବଡ ଷଣ୍ଢ, ଏଟା ଛୋଟିଆ ଷଣ୍ଢ। ତ ଅଲରେଡି ଯାଇଛି ସରି। ଏ ସାଇଡ ବି ଅଛନ୍ତି ଇନ୍ସପେକ୍ଟର ମାନେ ଆମ ବ୍ଲକ ରୁ ଆସିଛନ୍ତି। ବହୁତ ଲୋକ ବି ଅଛନ୍ତି ପୁରା। ପୁଲିସ ଅଧିକାରୀ ବି ଅଛନ୍ତି, ଲୋକମାନେ ଅଛନ୍ତି। ଆମ ଡାକ୍ତର ବାବୁ ଇଏ ଆସିଛନ୍ତି, ଆମର କଣ ଯାଞ୍ଚ କରିବା ପାଇଁ ଆସିଛନ୍ତି।
ତ ଏବେ ପୋଷ୍ଟମର୍ଟମ ହବ ପ୍ରାୟ ତ ଆସିଛନ୍ତି ତ ଉପର ଆସିଛନ୍ତି ତ ପୋଷ୍ଟମର୍ଟମ ହବ ଆସିଛନ୍ତି ତାଙ୍କ ଦେଖିବାକୁ ପୁରା ଇଏ ହଉଛି ବ୍ଲକରୁ ଆସିଛନ୍ତି ଏଠି ତ ସାର୍ ଅଛନ୍ତି ପୁଲିସ ବାବୁ ତ ଆସିଛନ୍ତି କେମିତି କିସ କରିବେ ଯାହା ହଉ ସେଟା ତ ଦେଖିବନି ପରେ ପଛେ ଯାହା ହବ ମୋବାଇଲ ଦେଲେ ତାଙ୍କୁ ପାଲ ମ୍ୟାଡମ ଆମ ପଛକୁ କାମ ଚାଲିଛି